ସ୍ୱାମୀର ଗୁପ୍ତାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ। କଟକ ବଡ଼ମ୍ବାରେ ପାରିବାରିକ କଳହରୁ ସ୍ୱାମୀକୁ ହତ୍ୟା। ନିଜ ବାପଘରକୁ ଡାକି ସ୍ୱାମୀକୁ ମାରିଦେଇଥିବା ଅଭିଯୋଗ। ମୃତକ ହେଲେ ଅଲରା ଗାଁର ମନୋଜ ମଲ୍ଲିକ। ଶ୍ୱଶୁର ଘର ବଡ଼ମ୍ବା କରଡ଼ିବନ୍ଧ ଗାଁକୁ ଡାକି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଥିବା ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବଡ଼ମ୍ବା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ନୁହେଁ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। 5 ବର୍ଷ ହେଲା ବାହାର କଲି। ତା ସ୍ତ୍ରୀ ଆମ ଘରେ ରହିଲାନି, ପଳେଇଲା ତା ସ୍ୱାମୀ ଥାନାରେ ହେଲା, ଗାଁରେ ହେଲା, ସବୁଠି ପକେଇଲି। ଆସେ ରହିବୁ ଡାକିଲି, ରହିଲାନି, ଶୁଣିଲାନି। ଆଉ 5 ବର୍ଷ ନେଇକି ରଖିଲା, ନେଇକି ଶେଷରେ ଏଇଠି ମାରିଦେଲା। ଆଉ କ'ଣ କହିବି, ତା ଶ୍ୱଶୁର ତାକୁ ମାରିଦେଲା ଆଜ୍ଞା। ମୋ ପୁଅକୁ ମାରିଦେଲା ଆଜ୍ଞା। ଠିକ୍ ନ୍ୟାୟ ମୁଁ ଆଜ୍ଞା ସମସ୍ତଙ୍କୁ କହୁଛି, ଆପଣ ଅନୁରୋଧ କରିବି ନ୍ୟାୟ ଦରକାର। ମୋ ପୁଅ କେମିତି ହେଲା, ମୋ ଭାଇକି ନ୍ୟାୟ ଦିଅନ୍ତୁ। ସେ ମାଇକିନା ମୋ ଭାଇକି ମାରିଛି। କାଲି ମୋ ଭାଇ ମରିଲା। ଆସିଲା, ଆସିକି କୋଉ ବର ଟୋକା ସାଙ୍ଗରେ ଧରିକି ଶୋଇଥିଲା। ତାପରେ ପୁଅ ପ୍ରତିବାଦ କରିବାରୁ ତାକୁ ମାରିକି ତାର ସବୁ କାଟାକାଟି କରିକି ନେଇକି ତାଙ୍କ ବାରିପଟରେ ଶୁଆଇ ଦେଇଛନ୍ତି। ପୋଲିସ ଆମ କଥା ଶୁଣୁନି। ଗୁରୁତର ସହ ଦେଖୁଛୁ, ତାକୁ ଘଟଣାଟିକୁ ଗୁରୁତର ସହ ଦେଖୁଛୁ। ଆଇଆଇସି ତାକୁ ତଦନ୍ତ କରୁଛନ୍ତି ଏବଂ ଯଦି ସେମାନଙ୍କର ସମ୍ପୃକ୍ତି ବାହାରିବ ନିଶ୍ଚିତ ସେ ଦେଇଥିବା ଲୋକମାନଙ୍କୁ ଆରେଷ୍ଟ କରାଯିବ। ୱାଇଫ ଏବଂ ତାର ଶ୍ୱଶୁରର ଲୋକଙ୍କ ନାଁରେ ଏଫଆଇଆର ହେଇଛି। ତେଣୁକରି ଆମେ ପୋଷ୍ଟମର୍ଟମର ରିପୋର୍ଟ ଆସିଲା ପରେ ଏବଂ ସାଇଣ୍ଟିଫିକ ଟିମର ରିପୋର୍ଟ ଆସିଲା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।